ଏଇଠି ତୁମେ ଯାହା ଦେଖୁଛ ତାହା ତୁମ ଶରୀରରେ ଥିବା ସବୁଠୁ ଅଦ୍ଭୁତ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ମଧ୍ୟରୁ ଗୋଟିଏ। ଏହା ହେଉଛି ଏକ ମଣିଷର ହୃତ୍ପିଣ୍ଡ, ଯେଉଁଥିରେ ସମସ୍ତ ରକ୍ତବାହୀ ନଳୀଗୁଡ଼ିକୁ ମଧ୍ୟ ଦେଖାଯାଇଛି। ଏବଂ ତୁମେ ଏହି ଚିତ୍ରରେ ହୃଦୟକୁ ଆସୁଥିବା ଏବଂ ବାହାରକୁ ଯାଉଥିବା ନଳୀଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖିପାରୁଥିବ। କିନ୍ତୁ ହୃଦୟର କାମ କ'ଣ? ହୃଦୟର ମୂଳ କାମ ହେଉଛି ଯେ ଏକ ପମ୍ପ ପରି କାମ କରିବା। ଏବଂ ଏହି ପମ୍ପ ବା ହୃତ୍ପିଣ୍ଡକୁ ଆମ ଶରୀରର ସବୁଠୁ ପରିଶ୍ରମୀ ଅଙ୍ଗ ବୋଲି ଆମେ କହିଥାନ୍ତି। କାରଣ ତୁମେ କେବେ ଏକ ଅଜଣା ଭ୍ରୂଣ ଥିବା ସମୟରୁ ପାଖାପାଖି 8 ସପ୍ତାହ ପରେ ଏହି ହୃତ୍ପିଣ୍ଡଟି ରକ୍ତଗୁଡ଼ିକୁ ପମ୍ପ କରିବାକୁ ଆରମ୍ଭ କରେ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲି ରହିଥାଏ। ତେବେ ଏହି ଅଙ୍ଗଟିକୁ ଅଧିକ ତଥ୍ୟଦାୟକ ଭାବେ ଦେଖିବା ନିଶ୍ଚିତ ଭାବେ ଏକ ମଜା ଲାଗିବ ବୋଲି ମୁଁ ଆଶା କରୁଛି। କିନ୍ତୁ ଯଦି ଆମେ ଏମିତି ହୃତ୍ପିଣ୍ଡକୁ ଦେଖିବା ବାହାରୁ, ତାହେଲେ ଆମକୁ ସେମିତି କିଛି ମଜା ଲାଗିବ ନାହିଁ। ତେଣୁ ମୁଁ ହୃତ୍ପିଣ୍ଡରେ ଭିତରେ ଦେଖାଯାଇପାରୁଥିବା ସମସ୍ତ ଅଂଶଗୁଡ଼ିକୁ ଏଇଠି ଆଙ୍କିଛି ଏବଂ ଏହି ଚିତ୍ରଟି ବ୍ୟବହାର କରି ରକ୍ତ ହୃଦୟ ମାଧ୍ୟମରେ କିପରି ଗତି କରେ ସେଗୁଡ଼ିକୁ ଆମେ ଅନୁସରଣ କରିବା। ତେବେ ଏଇଠି ଲକ୍ଷ୍ୟ କର, ଏଇ କଣରେ ମୁଁ ଗୋଟିଏ ଛୋଟ ମଣିଷର ଚିତ୍ରଟି ଅଙ୍କନ କରୁଛି ଏବଂ ତୁମେ ଏଇଠି ଦେଖିପାରୁଥିବ ଏମାନଙ୍କର ବକ୍ଷ ଗହ୍ୱରର ମଧ୍ୟସ୍ଥଳରେ, ଫୁସ୍ଫୁସ୍ର ଠିକ୍ ମଝିରେ ଏବଂ ମଧ୍ୟଛଦାର ସାମାନ୍ୟ ଉପରେ ଏଇଠି ଏକ ହୃତ୍ପିଣ୍ଡଟି ଅବସ୍ଥିତ। ମନେକର ଏଇଟା ଏକ ମଣିଷ, ଏଗୁଡ଼ିକ ହେଉଛି ତାର ହାତ, ଏଗୁଡ଼ିକ ହେଉଛି ତାର ଗୋଡ଼, ଇଏ ହେଉଛି ତାର ମସ୍ତିଷ୍କ। ତେବେ ଏଇଠି ମୂଳ ଲକ୍ଷ୍ୟ କ'ଣ? ନା ହୃଦୟରୁ ସମସ୍ତ ରକ୍ତ ଏମିତି ଗୋଡ଼ରୁ, ହାତରୁ ଏବଂ ମସ୍ତିଷ୍କରୁ ମଧ୍ୟ ରକ୍ତଗୁଡ଼ିକ ଆସି ହୃଦୟ ମଧ୍ୟକୁ ପ୍ରବେଶ କରେ ଏବଂ ପୁନଶ୍ଚ ହୃଦୟ ଏହି ରକ୍ତଗୁଡ଼ିକୁ ପମ୍ପ କରିବା ପରେ ଏହି ରକ୍ତଗୁଡ଼ିକ ଆମ ଶରୀରର ବିଭିନ୍ନ ସ୍ଥାନକୁ ଏମିତି ପ୍ରବାହିତ ହୋଇଥାଏ। ଠିକ୍ ଅଛି। ତେବେ ଶରୀର ମଧ୍ୟରୁ ଆସୁଥିବା ରକ୍ତଗୁଡ଼ିକ ଏଇଠି ଏକ ରକ୍ତନଳୀରେ ଏକତ୍ରିତ ହୁଅନ୍ତି ଏବଂ ସେଗୁଡ଼ିକ ହୃଦୟ ମଧ୍ୟକୁ ପ୍ରବେଶ କରେ ଏବଂ ତାହାକୁ ଆମେ ଶିରା ବୋଲି କହିଥାନ୍ତି। ଏବଂ ଠିକ୍ ସେହିପରି ହୃତ୍ପିଣ୍ଡ ରକ୍ତକୁ ପମ୍ପ କଲା ପରେ ରକ୍ତଗୁଡ଼ିକ ଧମନୀ ମାଧ୍ୟମ ଦେଇ ହୃଦୟରୁ ବାହାରକୁ ବାହାରିଯାଆନ୍ତି। ତ ଆମେ ଲକ୍ଷ୍ୟ କରିବା କ'ଣ ନା ଶିରା ମଧ୍ୟ ଦେଇ ରକ୍ତଗୁଡ଼ିକ ହୃଦୟ ମଧ୍ୟକୁ ପ୍ରବେଶ କରେ ଏବଂ ଧମନୀ ମଧ୍ୟ ଦେଇ ରକ୍ତଗୁଡ଼ିକ ହୃଦୟ ବାହାରକୁ ବାହାରି ଆସେ। ଠିକ୍ ଅଛି। ତେବେ ଆମେ କ'ଣ ଜାଣନ୍ତି ନା ବକ୍ଷଗହ୍ୱର ମଧ୍ୟରେ ହୃତ୍ପିଣ୍ଡଟି ଦୁଇଟି ଫୁସ୍ଫୁସ୍ ମଧ୍ୟରେ କିଛି ଏମିତି ଅବସ୍ଥିତ। ମନେକର ଏହି ଦୁଇଟି ଫୁସ୍ଫୁସ୍ର ଚିତ୍ର ମୁଁ ଅଙ୍କନ କରିଛି ଏବଂ ଏହି ହୃତ୍ପିଣ୍ଡରେ 4ଟି ପ୍ରକୋଷ୍ଠ ଥାଏ। କ'ଣ କ'ଣ ନା ଏଇ ପ୍ରକୋଷ୍ଠକୁ ଆମେ କୁହନ୍ତି ବାମ ଅଳିନ୍ଦ, ଏଇ ପ୍ରକୋଷ୍ଠକୁ ଆମେ କୁହନ୍ତି ବାମ ନିଳୟ। ଠିକ୍ ସେହିପରି ଏଇ ପ୍ରକୋଷ୍ଠକୁ ଆମେ କ'ଣ କହିବା? ଦକ୍ଷିଣ ଅଳିନ୍ଦ ଏବଂ ଏଇ ପ୍ରକୋଷ୍ଠଟିକୁ ଆମେ କହିବା ଦକ୍ଷିଣ ନିଳୟ। ଠିକ୍ ଅଛି। ତେବେ ଯଦି ଆମେ ଦକ୍ଷିଣ ଅଳିନ୍ଦକୁ ଲକ୍ଷ୍ୟ କରିବା, ତେବେ ଏହା ମଧ୍ୟରେ 2ଟି ରକ୍ତନଳୀ ପ୍ରବେଶ କରିଥାଏ। ଉପର ଆଡ଼ୁ ଯେଉଁ ରକ୍ତନଳୀଟି ପ୍ରବେଶ କରିଥାଏ ତାହାକୁ ଆମେ ଊର୍ଦ୍ଧ୍ୱ ମହାଶିରା ବୋଲି କହିଥାନ୍ତି ଏବଂ ତଳପଟରୁ ଯେଉଁ ରକ୍ତନଳୀଟି ଦକ୍ଷିଣ ଅଳିନ୍ଦ ମଧ୍ୟକୁ ପ୍ରବେଶ କରିଥାଏ ତାହାକୁ ଆମେ ନିମ୍ନ ମହାଶିରା ବୋଲି କହିଥାନ୍ତି। ଠିକ୍ ସେହିପରି ବାମ ଅଳିନ୍ଦ ମଧ୍ୟକୁ ମଧ୍ୟ ଏମିତି କିଛି 2ଟି ରକ୍ତନଳୀ ପ୍ରବେଶ କରିଥାଏ, ଗୋଟେ ଏଇପଟରେ ଏବଂ ଗୋଟେ ଏଇପଟରେ। ଏବଂ ଏହି ରକ୍ତନଳୀ ଗୁଡ଼ିକୁ ଆମେ ଫୁସ୍ଫୁସ୍ ଶିରା ବୋଲି କହିଥାନ୍ତି। ଏଇଟିକୁ ଆମେ ବାମ ଫୁସ୍ଫୁସ୍ ଶିରା କହିବା ଏବଂ ଏଇଟିକୁ ଆମେ ଦକ୍ଷିଣ ଫୁସ୍ଫୁସ୍ ଶିରା ବୋଲି କହିବା। ପୁନଶ୍ଚ ଆମେ ଯଦି ବାମ ନିଳୟକୁ ଲକ୍ଷ୍ୟ କରିବା, ବାମ ନିଳୟ ସହିତ ଏଇଠି ଗୋଟିଏ ବଡ଼ ରକ୍ତନଳୀଟି ସଂଯୁକ୍ତ ହୋଇକି ରହିଥାଏ ଏବଂ ଏହାକୁ ଆମେ ମହାଧମନୀ ବୋଲି କହିଥାନ୍ତି। ପରିଶେଷରେ ଏହି ଦକ୍ଷିଣ ନିଳୟ ସହିତ ଯେଉଁ ରକ୍ତନଳୀଟି ସଂଯୁକ୍ତ ଥାଏ ତାହାକୁ ଆମେ ଫୁସ୍ଫୁସ୍ ଧମନୀ ବୋଲି କହିବା ଏବଂ ଏ ମଧ୍ୟ 2ଟି ପାର୍ଶ୍ୱରେ ଥାଏ। ବାମ ପାର୍ଶ୍ୱରେ ଯେଉଁଟା ଥାଏ ତାହାକୁ ଆମେ କ'ଣ କହିବା? ବାମ ଫୁସ୍ଫୁସ୍ ଧମନୀ ଏବଂ ଦକ୍ଷିଣ ପାର୍ଶ୍ୱରେ ଯାହା ଥାଏ ତାହାକୁ ଆମେ କହିବା ଦକ୍ଷିଣ ଫୁସ୍ଫୁସ୍ ଧମନୀ। ଠିକ୍ ଅଛି। ତେବେ ହୃତ୍ପିଣ୍ଡର ଆଉ କିଛି ଅଂଶଗୁଡ଼ିକୁ ମଧ୍ୟ ଆମେ ଲକ୍ଷ୍ୟ କରିବା। ତେବେ ଏଇଠି ଦେଖ, ବାମ ଅଳିନ୍ଦ ଓ ବାମ ନିଳୟ ମଧ୍ୟରେ ଏକ କପାଟିକା ଥାଏ ଏବଂ ଏହି କପାଟିକାଟିକୁ ଆମେ 2 ପାଖୁଡ଼ା ବିଶିଷ୍ଟ କପାଟିକା ବୋଲି କହିଥାନ୍ତି ଏବଂ ଠିକ୍ ସେହିପରି ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ମଧ୍ୟରେ ଏକ କପାଟିକା ଥାଏ ଯାହାକୁ ଆମେ 3 ପାଖୁଡ଼ା ବିଶିଷ୍ଟ କପାଟିକା ବୋଲି କହିଥାନ୍ତି। ଏଇଠି କେଉଁ ପାର୍ଶ୍ୱରେ କେତେ ପାଖୁଡ଼ା ବିଶିଷ୍ଟ କପାଟିକା ଅଛି ସେଗୁଡ଼ିକୁ ଜାଣିବା ପାଇଁ ମନରେ ଅନେକ ବିଭ୍ରାନ୍ତ ସୃଷ୍ଟି ହୁଏ। ତେବେ ମନେ ରଖ, କେମିତି ଆମେ ମନେ ରଖିବା? ତେବେ ବାମ 2ଟି ଅକ୍ଷରକୁ ନେଇକି ଏକ ଶବ୍ଦ, ତେଣୁ ବାମ ଅଳିନ୍ଦ ଓ ବାମ ନିଳୟ ମଧ୍ୟରେ 2 ପାଖୁଡ଼ା ବିଶିଷ୍ଟ କପାଟିକା ଥାଏ ଏବଂ ଦକ୍ଷିଣ 3ଟି ଅକ୍ଷରକୁ ନେଇକି ଏହି ଶବ୍ଦଟି ତିଆରି, ତେଣୁ ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ମଧ୍ୟରେ 3 ପାଖୁଡ଼ା ବିଶିଷ୍ଟ କପାଟିକା ଥାଏ ଏବଂ 2ଟି ନିଳୟକୁ ଯେଉଁ ଅଂଶଟି ପୃଥକ କରାଇଥାଏ ସେହି ଅଂଶକୁ ଆମେ ବ୍ୟବଧାରକ ପଟ ବୋଲି କହିଥାନ୍ତି। ଏଗୁଡ଼ିକ ହେଲା ହୃତ୍ପିଣ୍ଡର ବିଭିନ୍ନ ଅଂଶ।
ତେବେ ମୁଁ ଏଇଠି ଗୋଟେ ଜିନିଷ ଛାଡ଼ିଦେଲି କ'ଣ ନା ଏଇଠି ଯେଉଁ ରକ୍ତନଳୀ ଦୁଇଟି ଅଛି ଯାହାକି ନିଳୟ ଓ ରକ୍ତବାହୀ ନଳୀ ମଧ୍ୟରେ ଥାଏ ଏଇ ଅଂଶଟିକୁ ଏହାକୁ ଆମେ ଅର୍ଦ୍ଧଚନ୍ଦ୍ରାକୃତି କପାଟିକା ବୋଲି କହିଥାନ୍ତି। ତେବେ ଏଗୁଡ଼ିକ ହେଲା ହୃତ୍ପିଣ୍ଡର ବିଭିନ୍ନ ଅଂଶ। ତେବେ ହୃତ୍ପିଣ୍ଡ କିପରି କାମ କରେ ସେ ବିଷୟରେ ଆଲୋଚନା କରିବା। ତେବେ ଆମେ କ'ଣ ଜାଣିଛନ୍ତି, ଆମେ ଯେତେବେଳେ ଶ୍ୱାସକ୍ରିୟା କରନ୍ତି ଆମେ ଅକ୍ସିଜେନ୍ ଗ୍ରହଣ କରନ୍ତି ଏବଂ ଅକ୍ସିଜେନ୍ ଆସି ଫୁସ୍ଫୁସ୍ ନିକଟରେ ପହଞ୍ଚେ ଏବଂ ଫୁସ୍ଫୁସ୍ ନିକଟରୁ ଏହି ଅକ୍ସିଜେନ୍ ଯୁକ୍ତ ରକ୍ତଗୁଡ଼ିକ ଆମର ଫୁସ୍ଫୁସିୟ ଶିରା ମଧ୍ୟରେ ଏମିତି କିଛି ପ୍ରବେଶ କରେ, କିଛି ଦକ୍ଷିଣ ଫୁସ୍ଫୁସ୍ ଶିରା ମଧ୍ୟ ଦେଇ ଏବଂ ଅନ୍ୟ କିଛି ଅମ୍ଳଜାନ ଯୁକ୍ତ ରକ୍ତ ଏହି ବାମ ଫୁସ୍ଫୁସ୍ ଶିରା ମଧ୍ୟ ଦେଇ ହୃତ୍ପିଣ୍ଡ ମଧ୍ୟକୁ ପ୍ରବେଶ କରେ। ହୃତ୍ପିଣ୍ଡ ମଧ୍ୟକୁ ପ୍ରବେଶ କଲା ପରେ ଆମେ କ'ଣ ଜାଣନ୍ତି, ଏ ଫୁସ୍ଫୁସ୍ ଶିରା ଗୁଡ଼ିକ ବାମ ଅଳିନ୍ଦ ସହିତ ସଂଯୁକ୍ତ ଥାଏ। ତେବେ ବାମ ଅଳିନ୍ଦ ମଧ୍ୟକୁ ଗଲା ପରେ ଏହି ଦୁଇ ପାଖୁଡ଼ା ବିଶିଷ୍ଟ କପାଟିକା ଖୋଲି ଯାଇଥାଏ ଏବଂ ବାମ ଅଳିନ୍ଦରୁ ଏହି ଅମ୍ଳଜାନ ମିଶା ରକ୍ତ ବାମ ନିଳୟ ମଧ୍ୟକୁ ଯାଇଥାଏ। ତେବେ ବାମ ନିଳୟ ମଧ୍ୟକୁ ଗଲା ପରେ କ'ଣ ହୁଏ ନା ଏହା ପୁନଶ୍ଚ ଏଇ ଦିଗରେ ଏମିତି ମହାଧମନୀ ମଧ୍ୟ ଦେଇ ଆମ ଶରୀରର ବିଭିନ୍ନ ଅଂଶକୁ ପ୍ରବାହିତ ହୋଇଥାଏ। କିଛି ଆମର ହାତକୁ ଯାଇଥାଏ, କିଛି ଆମର ଗୋଡ଼ ଦିଗରେ ଯାଇଥାଏ ଏବଂ କିଛି ରକ୍ତ ମସ୍ତିଷ୍କ ଦିଗରେ ଯାଇଥାଏ। ତେବେ ଅମ୍ଳଜାନ ଯୁକ୍ତ ରକ୍ତ ଯେତେବେଳେ ମହାଧମନୀ ଦେଇ ଆମ ଶରୀର ମଧ୍ୟରେ ପ୍ରବେଶ କରେ ସେତେବେଳେ ସେହି ରକ୍ତଗୁଡ଼ିକ ଆମ ଶରୀରର ବିଭିନ୍ନ କୋଷ ନିକଟରେ ପହଞ୍ଚେ ଏବଂ ସେହି କୋଷ ନିକଟରେ ଏହି ଅମ୍ଳଜାନ ଗୁଡ଼ିକ ଖାଦ୍ୟକୁ ଜାରଣ କରନ୍ତି ଏବଂ ସେହି ପ୍ରକ୍ରିୟାରେ କିଛି ଅଙ୍ଗାରକାମ୍ଳ ଉତ୍ପନ୍ନ ହୋଇଥାଏ ଏବଂ ଏହି ଅଙ୍ଗାରକାମ୍ଳ ଗୁଡ଼ିକ ପୁନଶ୍ଚ ରକ୍ତ ସହିତ ମିଶି ଊର୍ଦ୍ଧ୍ୱ ମହାଶିରା ଓ ନିମ୍ନ ମହାଶିରା ସାହାଯ୍ୟରେ ଆମର ଦକ୍ଷିଣ ଅଳିନ୍ଦ ମଧ୍ୟକୁ ପ୍ରବେଶ କରନ୍ତି। କିଛି ଏଇ ଦିଗରେ ଏମିତି ଦକ୍ଷିଣ ଅଳିନ୍ଦ ମଧ୍ୟକୁ ପ୍ରବେଶ କରନ୍ତି ଏବଂ ଦକ୍ଷିଣ ଅଳିନ୍ଦ ମଧ୍ୟକୁ ଆସିଲା ପରେ ପୁନଶ୍ଚ କ'ଣ ହେବ ନା ଏଇଠି ଯେଉଁ ତିନି ପାଖୁଡ଼ା ବିଶିଷ୍ଟ କପାଟିକା ଥାଏ ଏଗୁଡ଼ିକ ପୁନଶ୍ଚ ଖୋଲି ଯାଇଥାଏ ଏବଂ ଏହି ଅଙ୍ଗାରକାମ୍ଳଯୁକ୍ତ ରକ୍ତ ଦକ୍ଷିଣ ଅଳିନ୍ଦରୁ ଦକ୍ଷିଣ ନିଳୟ ମଧ୍ୟକୁ ପ୍ରବେଶ କରେ। ତେବେ ଏଇଠି ଯେଉଁ ରକ୍ତ ଗୁଡ଼ିକ ଆସିଲା ଏହି ରକ୍ତ ଗୁଡ଼ିକ ସାମାନ୍ୟ ନୀଳ ବର୍ଣ୍ଣର ଅଟେ କାରଣ ଏଥିରେ ଅକ୍ସିଜେନ୍ ବା ଅମ୍ଳଜାନ ନଥାଏ। ତେବେ ଦକ୍ଷିଣ ନିଳୟକୁ ଏହି ଅଙ୍ଗାରକାମ୍ଳଯୁକ୍ତ ରକ୍ତ ଆସିଲା ପରେ ଏହା ପୁନଶ୍ଚ କ'ଣ କରେ ନା ଏହି ଫୁସ୍ଫୁସିୟ ଧମନୀ ମଧ୍ୟ ଦେଇ ଫୁସ୍ଫୁସ୍ ମଧ୍ୟକୁ ଚାଲି ଯାଇଥାଏ ଏବଂ ଫୁସ୍ଫୁସ୍ ମଧ୍ୟକୁ ଚାଲିଯିବା ପରେ ଫୁସ୍ଫୁସ୍ରେ ଅଙ୍ଗାରକାମ୍ଳ ଗୁଡ଼ିକ କୋଟରିକା ସାହାଯ୍ୟରେ ଆମର ଶ୍ୱାସକ୍ରିୟା ଜରିଆରେ ଶରୀର ବାହାରକୁ ନିଷ୍କାସିତ ହୋଇଯାଆନ୍ତି। ତେବେ ଏଇଠି ଆମେ କ'ଣ ଦେଖିଲେ ଯେ ରକ୍ତ ଫୁସ୍ଫୁସ୍ ଶିରା ମଧ୍ୟ ଦେଇ ହୃତ୍ପିଣ୍ଡ ମଧ୍ୟକୁ ପ୍ରବେଶ କରି ତାପରେ ଆମର ଶରୀର ବିଭିନ୍ନ କୋଷ ନିକଟରେ ପହଞ୍ଚେ ଏବଂ ପୁନଶ୍ଚ ଏହା ହୃତ୍ପିଣ୍ଡ ମଧ୍ୟକୁ ପ୍ରବେଶ କରେ ଏବଂ ପୁନଶ୍ଚ ହୃତ୍ପିଣ୍ଡରୁ ଶରୀର ବାହାରକୁ ବାହାରେ। ତେବେ ଶରୀର ମଧ୍ୟରେ ରକ୍ତ ଥରେ ପ୍ରବାହିତ ହେଉଥିଲା ବେଳେ ହୃତ୍ପିଣ୍ଡ ମଧ୍ୟରେ ରକ୍ତ ଦୁଇଥର ପ୍ରବାହିତ ହୋଇଥାଏ। ତେଣୁ ଏ ପ୍ରକାର ରକ୍ତ ସଞ୍ଚାଳନକୁ ଆମେ ଦ୍ୱୈତ ସଞ୍ଚାଳନ ବୋଲି କହିଥାନ୍ତି। ତେବେ ଏହି ହୃତ୍ପିଣ୍ଡକୁ ଗଠନ କରୁଥିବା ପେଶୀଗୁଡ଼ିକ ଆମ ଶରୀରର ଅନ୍ୟ ପେଶୀଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ଏବଂ ଏହା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନବରତ ସଙ୍କୋଚନ ଓ ଶିଥିଳନ ହୋଇଥାଏ, ଯାହାଫଳରେ ହୃତ୍ପିଣ୍ଡ ସ୍ପନ୍ଦିତ ହୋଇଥାଏ ଏବଂ ଏକ ସୁସ୍ଥ ବ୍ୟକ୍ତିର ହୃତ୍ପିଣ୍ଡ ମିନିଟକୁ ପ୍ରାୟ 72 ଥର ସ୍ପନ୍ଦିତ ହୋଇଥାଏ। ତେବେ ଏମିତି ଅନବରତ କାମ କରିବା ପାଇଁ ହୃତ୍ପିଣ୍ଡକୁ ସଦାସର୍ବଦା ରକ୍ତ ଆବଶ୍ୟକ। ତେଣୁ ହୃତ୍ପିଣ୍ଡର ମାଂସପେଶୀ ଉପରେ ଅନେକ ଗୁଡ଼ିଏ ହୃତ୍ଶିରା ଓ ଅନେକ ଗୁଡ଼ିଏ ହୃତ୍ ଧମନୀ ଥାଏ। ତେବେ ଏହିପରି ଭାବରେ ହୃତ୍ପିଣ୍ଡ ଅନବରତ ତାର କାର୍ଯ୍ୟ ଜାରି ରଖିଥାଏ।